ପିଲାମାନେ ଆମେ ଏହି ଭିଡ଼ିଓ ମାଧ୍ୟମରେ ଡିସ୍କସନ୍ କରିବା ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା କାଳିଆ ସ୍କଲାରସିପ୍ର ଇଲିଜିବିଲିଟି କ'ଣ ରହିଛି, କେଉଁମାନେ ସବୁ ଆବେଦନ କରିବେ, କେତେ ଟଙ୍କା ମିଳିବ, କେବେଠାରୁ ଆବେଦନ ଆରମ୍ଭ ହେବ, ସବୁକିଛି ଜାଣିବା ପାଇଁ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖୁଥାନ୍ତୁ। नमस्कार दोस्तों, इस वीडियो को लाइक करें, हमारे चैनल को सब्सक्राइब करें, इस घंटी के आइकन को दबाएं, ऑल सेलेक्ट करें हमारी सभी वीडियो सबसे पहले देखने के लिए। ପିଲାମାନେ ଦେଖିପାରୁଥିବେ ତମର କୃଷକ ପରିବାରର ପିଲାମାନଙ୍କୁ ବୃତ୍ତିଗତ ଓ ବୈଷୟିକ ଶିକ୍ଷା ପ୍ରଦାନ କରି ରାଜ୍ୟର କୃଷକମାନଙ୍କ ଭବିଷ୍ୟତକୁ ଉଜ୍ଜ୍ୱଳ କରିବା ପାଇଁ ମୋ ସରକାର ପ୍ରତିବଦ୍ଧ, ଯେଉଁଟାକି ମୁଖ୍ୟମନ୍ତ୍ରୀଙ୍କ ଏଇଟା ବାଣୀ ରହିଛି। ତ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓଡ଼ିଶା ତରଫରୁ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ କାଳିଆ ସ୍କଲାରସିପ୍ ଆସିଯାଇଛି। ଏଥିପାଇଁ ଯୋଗ୍ୟ ଶିକ୍ଷାର୍ଥୀମାନେ ଆବେଦନ କରିବେ www.scholarship.odisha.gov.in ଅଧିକ ଜାଣିବା ପାଇଁ ପିଲାମାନେ ଏହି ନମ୍ବରରେ କଲ୍ କରିବେ 155335ରେ। ଠିକ୍ ଅଛି। ଏଥିପାଇଁ ତୁମର ଆବେଦନ ଷ୍ଟାର୍ଟ ହେବ 9 ଜାନୁଆରୀରୁ ସରିବ 31 ଜାନୁଆରୀରେ। ଠିକ୍ ଅଛି। 2023-24 ଶିକ୍ଷାବର୍ଷରେ ଯେଉଁମାନେ ସବୁ ନାମ ଲେଖାଇଛନ୍ତି ସେମାନଙ୍କ ପାଇଁ ଏଇ ଡେଟ୍ ରହିବ ଆବେଦନ କରିବା ପାଇଁ। କେଉଁମାନେ ଏହି ସ୍କଲାରସିପ୍ ପାଇବେ ନା ସମସ୍ତ ସରକାରୀ ଓ ବେସରକାରୀ AISHE ମାନର ଶିକ୍ଷାନୁଷ୍ଠାନ ସହ IIT, IIM, NIT, AIMS, ICAR ଗୁଡ଼ିକରେ ବୃତ୍ତିଗତ ଓ ବୈଷୟିକ ଶିକ୍ଷା ପାଇଁ ମିଳିବ ଆର୍ଥିକ ସହାୟତା। ଠିକ୍ ଅଛି। ଯେଉଁମାନେ ସବୁ ବୃତ୍ତିଗତ ପ୍ରଫେସନାଲ୍ କୋର୍ସ ସବୁ କରୁଛନ୍ତି, ଟେକ୍ନିକାଲ୍ କୋର୍ସ କରୁଛନ୍ତି, ତ ସେମାନଙ୍କୁ ଆର୍ଥିକ ସହାୟତା ମିଳିବ। ଏଇ ଇନଷ୍ଟିଚ୍ୟୁଟ୍ ଗୁଡ଼ାକ ସବୁ ମେନସନ୍ କରାଯାଇଛି। ତା ସହିତ AISHE ଶିକ୍ଷାନୁଷ୍ଠାନର ବି ପ୍ରୋଭାଇଡ଼ କରାଯିବ, ପ୍ରାଇଭେଟ୍ ହଉ ଗଭର୍ଣ୍ଣମେଣ୍ଟ ହଉ। ସରକାରୀ ଶିକ୍ଷାନୁଷ୍ଠାନର ସମସ୍ତ ଖର୍ଚ୍ଚ ଓ ବେସରକାରୀ ଶିକ୍ଷାନୁଷ୍ଠାନର ନିର୍ଦ୍ଧାରିତ ହାରରେ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର। କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ କୃଷକ ପରିବାରର ମେଧାବୀ ଛାତ୍ରଛାତ୍ରୀମାନଙ୍କ ପାଇଁ କାଳିଆ ସ୍କଲାରସିପ୍ ଆଣିଛି ଅପୂର୍ବ ସୁଯୋଗ। ଠିକ୍ ଅଛି। ତୁମର ଛୋଟ ଚାଷୀ ଯେଉଁମାନେ ସବୁ ଅଛନ୍ତି ବା କୃଷକ ଅଛନ୍ତି, ସେମାନଙ୍କ ପରିବାରର ଯେଉଁମାନେ ସବୁ ମେଧାବୀ ଛାତ୍ରଛାତ୍ରୀ ଅଛନ୍ତି ସେମାନଙ୍କ ପାଇଁ ଏଇଟା ବେନିଫିଟ୍ ରହିବ। ଠିକ୍ ଅଛି। ତ ଅଧିକ ଜାଣିବା ପାଇଁ ତୁମମାନେ ସ୍କଲାରସିପ୍ ଷ୍ଟେଟ୍ ସ୍କଲାରସିପ୍ ପୋର୍ଟାଲ୍ ଭିଜିଟ୍ କରିକି ଚେକ୍ କରିବ। କିନ୍ତୁ ଏଇଟା ଜାଣି ରଖ, ଏଇଟା ନର୍ମାଲ୍ କୋର୍ସରେ ମିଳିବନି, ଏଇଟା ତୁମର ବୃତ୍ତିଗତ ଓ ବୈଷୟିକ କୋର୍ସ, ଯେଉଁଟା ପ୍ରଫେସନାଲ୍ ଟେକ୍ନିକାଲି ସବୁ କୋର୍ସ କରୁଛନ୍ତି ସେଇ ପିଲାମାନଙ୍କୁ ମିଳିବ। ଠିକ୍ ଅଛି। ତାହେଲେ ଆମର ନର୍ମାଲ୍ ଛୁଆ ଯେଉଁମାନେ ସବୁ ପଢ଼ୁଛ ତୁମମାନଙ୍କ ପାଇଁ ଏଇଟା କିଛି ଏତେ କାମ ନାହିଁ। ଠିକ୍ ଅଛି। ଯେଉଁମାନେ ସବୁ ଅଲଗା ବ୍ୟାକ୍ଗ୍ରାଉଣ୍ଡରେ ଅଛନ୍ତି ଟେକ୍ନିକାଲ୍ ପ୍ରଫେସନାଲ୍ ଲାଇନ୍ରେ ସେମାନଙ୍କ ପାଇଁ ଏଇଟା ବେନିଫିଟ୍ ହେବ। ଠିକ୍ ଅଛି। ଭିଡ଼ିଓ ଦେଖିକି କିଛି ଲାଭ ମିଳିଲାନି ପ୍ରାୟ ପିଲାଙ୍କୁ, ଯେଉଁମାନେ ସବୁ ଭିଡ଼ିଓ ଦେଖୁଛନ୍ତି। ତ ଭଲ ଲାଗିଲେ ଲାଇକ୍ କର, ଭଲ ନ ଲାଗିଲେ ଲାଇକ୍ ନ କର, କିଛି କହିବାର ନାହିଁ। ଜୟ ଜଗନ୍ନାଥ।